ଏବେ ପ୍ରତି ଗ୍ରାମରେ ମିନି ରାଇସ୍ ମିଲର ଚାହିଦା ବହୁତ ମାତ୍ରାରେ ବଢ଼ି ଯାଇଛି। ଠିକ୍ ଅଛି। ଯଦି ଆପଣମାନେ କିଣିଛନ୍ତି ଏ ଭିଡ଼ିଓକୁ ଦେଖନ୍ତୁ ଏବଂ ଯଦି କିଣିବାକୁ ଚାହୁଁଛନ୍ତି ମଧ୍ୟ ଏ ଭିଡ଼ିଓକୁ ଦେଖନ୍ତୁ। କାହିଁକିନା ଏ ଭିଡ଼ିଓରେ ମୁଁ ଆଜି ଗୋଟେ ବଡ଼ ପ୍ରୋବ୍ଲେମର ସଲ୍ଭ କରିବାକୁ ଯାଉଛି। ଠିକ୍ ଅଛି। ଯଦି ବା ଆପଣ ନୂଆ ନୂଆ ମେସିନ୍ କିଣିଛନ୍ତି, ଠିକ୍ ଅଛି, ଯଦି ଆପଣ ନୂଆ ନୂଆ ମେସିନ୍ କିଣିଛନ୍ତି 3-4 ମାସ ଆପଣ ଆରାମସେ ଚଲେଇବେ, କିଛି ଟେନସନ୍ ହିଁ ରହିବନି। ଠିକ୍ ଅଛି। ଯେତେବେଳେ 3-4 ମାସ ହୋଇଯିବ ତ ଆର ଅସଲ ରୂପ ସାମ୍ନାକୁ ଆସିବ। କାହିଁକିନା ଯଦି ଆପଣଙ୍କର ପ୍ରଥମେ ନୂଆ ନୂଆ ବେଳେ ଯଦି ଯେଉଁ 6N40 ମଡ଼େଲର ଘଣ୍ଟାକୁ 2 ବସ୍ତା 2.5 ବସ୍ତା ଧାନ ଫେସୁଥିବେ, ଠିକ୍ ଅଛି, 3-4 ମାସ ପରେ ଆପଣଙ୍କର ପ୍ରଡ଼କ୍ସନ୍ କମିଯିବ। ହଠାତ୍ ପ୍ରଡ଼କ୍ସନ୍ କମିଯିବ ଏବଂ ଘଣ୍ଟାକୁ ଅଧ ବସ୍ତା ବି ଫେସି ପାରିବେନି। ତ ଆପଣଙ୍କର ସେତେବେଳେ ଆପଣଙ୍କର ମୁଣ୍ଡ ପୁରା ଟେନସନ୍ ହୋଇଯିବ କି ପ୍ରକୃତରେ ପ୍ରୋବ୍ଲେମ୍ କ'ଣ ହେଇଛି। ଠିକ୍ ଅଛି। ଯଦି ଆପଣଙ୍କର ଏମିତିଆ ପ୍ରୋବ୍ଲେମ୍ ହେଇଛି ଏ ଭିଡ଼ିଓକୁ କମ୍ପ୍ଲିଟ୍ ଦେଖନ୍ତୁ। ଭିଡ଼ିଓ ପସନ୍ଦ ଆସିଲେ ଭିଡ଼ିଓ ଗୋଟେ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସାଙ୍ଗସାଥିକି ସେୟାର ନିଶ୍ଚିତ କରନ୍ତୁ ଏବଂ ଭିଡ଼ିଓ ଗୋଟେ ଲାଇକ୍ ନିଶ୍ଚିତ କରିବେ। ଠିକ୍ ଅଛି। ଏବଂ ଭାଇକି ସପୋର୍ଟ ନିଶ୍ଚିତ କରିବେ। ଠିକ୍ ଅଛି। ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିନେବା। ଦେଖନ୍ତୁ, ଯଦି ଆପଣ ଏ ମିନି ରାଇସ୍ ମିଲ୍ କିଣିଛନ୍ତି, ଠିକ୍ ଅଛି, ପ୍ରଡ଼କ୍ସନ୍ ଯଦି ଆପଣ ପୁରୀ କମିଯାଉଛି, ଘଣ୍ଟାକୁ 2ରୁ 2.5 ବସ୍ତା ପେଶିବା କଥା ଏ ମେସିନ୍, ଠିକ୍ ଅଛି, ଯଦି ଆପଣଙ୍କର ଘଣ୍ଟାକୁ ଅଧ ବସ୍ତା କିମ୍ବା ବସ୍ତାଏ ଫେସୁଛି ତ ଆପଣଙ୍କୁ ନିଶ୍ଚିନ୍ତ ବିରକ୍ତ ଲାଗିବ ଏବଂ ଆପଣ ମେସିନ୍କୁ ବିଜନେସ୍କୁ ବନ୍ଦ କରିବାକୁ ଚାହିଁବେ। ଠିକ୍ ଅଛି। ସେତେବେଳେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ, ଆପଣ ଆଗକୁ ଖୋଲିକି ଦେଖିବେ। ଠିକ୍ ଅଛି। ଆଉ ଯେଉଁ ସାଫ୍ଟ ଅଛି, ଆ ଭିତରେ ଯେଉଁ ସାଫ୍ଟ ଅଛି ମୁଁ ଦେଖେଇ ଦେଉଛି। ଆ ଭିତରେ ଏମିତିଆ ସାଫ୍ଟ ଅଛି। ଠିକ୍ ଅଛି। ଇଏ ସାଫ୍ଟର ଯଦି ପ୍ରୋବ୍ଲେମ୍ ହେଇଥିବ, ଆପଣଙ୍କର ପ୍ରଡ଼କ୍ସନ୍ ପୁରୀ କମିଯିବ। ଠିକ୍ ଅଛି। ପ୍ରଡ଼କ୍ସନ୍ କମିବାର ମେନ୍ କାରଣ ହେଉଛି ସାଫ୍ଟ। ଠିକ୍ ଅଛି। ସାଫ୍ଟ ଯଦି ଆପଣଙ୍କର ଖରାପ ଥିବ ତ ପ୍ରଡ଼କ୍ସନ୍ ନିଶ୍ଚିନ୍ତ କମିବ ଏବଂ ଆପଣ ବିରକ୍ତ ଲାଗିବ, ମେସିନ୍ ବିଜନେସ୍କୁ ହିଁ ବନ୍ଦ କରିଦେବେ। ଠିକ୍ ଅଛି। ଯଦି ଆପଣଙ୍କର ଏମିତିଆ ସାଫ୍ଟ ପ୍ରୋବ୍ଲେମ୍ ହେଇଥିବ, ଠିକ୍ ଅଛି, ଆପଣମାନେ ଦେଖିପାରୁଥିବେ ଇଏ ହେଉଛି ମିନି ରାଇସ୍ ମିଲ୍ର ସାଫ୍ଟ 6N40 ମଡ଼େଲର। ଠିକ୍ ଅଛି। ଧାନ ମେନ୍ କଥା ହେଲା, ଧାନ ଯେତେବେଳେ ପଡ଼ିବ ହଲରରେ ଏଇପଟେ ଦେଇ ଟିକେ ଦେଖେଇ ଦେଉଛି, ଯେତେବେଳେ ଏଇପଟେ ରୋଟେଟ୍ ହବ, ଠିକ୍ ଅଛି, ଏମିତି ବୁଲିବ ତ ଏଇ ଧାନ ଆ ଦେହରେ ପଡ଼ିକି ଧାନ ସବୁ ଠେଲିବ ଏପଟକୁ। ଠିକ୍ ଅଛି। ତାପରେ ଏ ଛୁରୀ ବଟମ୍ ସାଇଜ୍ ହେବ। ଠିକ୍ ଅଛି। ଆପଣଙ୍କର ଏଇଗୁଡ଼ା ସବୁ ଖରାପ ହେଇଯାଇଥିବ, ଏଇ ଦେଖିପାରୁଥିବେ, ଏଇ ଯେଉଁ ମୋର ବାହାରେ ଯେଟା ରିପେୟାରିଂ ହେବାକୁ ଯିବ, ଠିକ୍ ଅଛି, ଏଇଗୁଡ଼ା ଯଦି ଖାଇଯାଇଥିବ ତେବେ ଆପଣଙ୍କର ପ୍ରଡ଼କ୍ସନ୍ ପୁରା କମିଯିବ। ଠିକ୍ ଅଛି। ଘଣ୍ଟାକୁ ଅଧ ବସ୍ତା ଫେସିବ। ଠିକ୍ ଅଛି। ଆକୁ ରିପେୟାରିଂ କରିବାକୁ ପଡ଼ିବ। ଆଉ ଯେତେବେଳେ ରିପେୟାରିଂ ଆକୁ କରୁଛନ୍ତି ସବୁବେଳେ ପାଇଁ ହାର୍ଡ଼ ରଡ଼୍, ମାନେ କାଷ୍ଟ ଆଇରନ୍ ରଡ଼୍ ଯେଉଁଟା ୱେଲ୍ଡିଂ କରନ୍ତି, କାଷ୍ଟ ଆଇରନ୍ ରଡ଼୍ ସେଇଥିରେ ୱେଲ୍ଡିଂ ଆକୁ କରିବେ। ଠିକ୍ ଅଛି। ୱେଲ୍ଡିଂ କରିକିରି ଗ୍ରାଇଣ୍ଡର ମାରି ସାଇଜ୍ କରିଦେବେ। ଆପଣଙ୍କର ଦେଖିବେ ଆପଣଙ୍କର ପୁରା ବଢ଼ିଆସେ ଚାଲିବ। ଆରାମସେ 6-7 ମାସ ୟୁଜ୍ କରିପାରିବେ ଆକୁ। ଠିକ୍ ଅଛି। କେବଳ କାଷ୍ଟ ଆଇରନ୍ ରଡ଼୍ରେ ଆକୁ ୱେଲ୍ଡିଂ କରନ୍ତୁ, ଆପଣ ବହୁତ ଦିନ ପର୍ଯ୍ୟନ୍ତ ଆକୁ ଇଏ କରିପାରିବେ। ଠିକ୍ ଅଛି। ଆଉ କେମିତି ସାଫ୍ଟ ମାନେ ୱେଲ୍ଡିଂ ହୁଏ ଆପଣମାନେ ଆଉ ଭିଡ଼ିଓ ଅପଲୋଡ଼ ଅଛି, ଆପଣମାନେ ଦେଖିପାରିବେ ଚ୍ୟାନେଲକୁ ଯାଇ। ଠିକ୍ ଅଛି। ଦେଖିପାରୁଥିବେ ଇଏ ସେମିତି ମୋର ଖାଇଯାଇଛି, ଦେଖିପାରୁଥିବେ। ବହୁତ ବିରକ୍ତ ଲାଗିଲା। ମୁଁ ଆଉ ଗୋଟେ ମୋର ଯେହେତୁ ଦିଟା ସାଫ୍ଟ ରଖିଛି, ଠିକ୍ ଅଛି, ତ ସେଇଟା କାମ ହେଇ ପଡ଼ିଛି, ଏଇଟା ଖୋଲା ହେଇଛି, ଏଇଟା ଫେର ରିପେୟାରିଂ ହେଇ ପଡ଼ିବ। ଏଗୁଡ଼ା ସବୁ ଟିକେ ଯେମିତି ଆଗରୁ ଅଛି, ଏ ଦେଖିପାରୁଥିବେ। ଯେତେବେଳେ ବି ଆକୁ ରିପେୟାରିଂ କରୁଛନ୍ତି ତ ନିଶ୍ଚିତ କାଷ୍ଟ ଆଇରନ୍ ରଡ଼୍ରେ କରନ୍ତୁ। ଠିକ୍ ଅଛି। କାଷ୍ଟ ଆଇରନ୍ ରଡ଼୍ କରିବେ, ବହୁତ ଦିନ ପର୍ଯ୍ୟନ୍ତ ଲାଷ୍ଟିଂ କରିବ। ଆଉ ଯେଉଁ ଲୁହାର ଯେଉଁ ୱେଲ୍ଡିଂ ରଡ଼୍ ଅଛି ସେଇଟା ବାଗୁନି। କାଷ୍ଟ ଆଇରନ୍ ରଡ଼୍ କରିବେ, ବହୁତ ଦିନ ପର୍ଯ୍ୟନ୍ତ ଚାଲିବ। ଦେଖିବେ ରିପେୟାରିଂ କରି ଚଲାନ୍ତୁ, ଆପଣଙ୍କର 2ରୁ 2.5 ବସ୍ତା ନିଶ୍ଚିନ୍ତ ଫେସିବେ। ଠିକ୍ ଅଛି। ଏଇଟା ନିଶ୍ଚିନ୍ତ ଆପଣ କରିବେ। ଇଏ ମୋର ଏଇ ଛୋଟ ବିଜନେସ୍ ଆପଣମାନଙ୍କୁ କେମିତି ଲାଗୁଛି ଆପଣ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ବି କହିବେ। କାହିଁକିନା ବହୁତ ଲୋକ ଅଛନ୍ତି କମେଣ୍ଟ କରୁନାହାନ୍ତି। କମେଣ୍ଟ କରି ତ କୁହନ୍ତୁ କେମିତି ଲାଗୁଛି ମୋର ଏଇ ବିଜନେସ୍।